ଆମେ ଦିହେଁ ଯାକ ଅଟୋରେ ଫେରୁଥିଲୁ। ସେତେବେଳକୁ 9ଟା ପରେ ହେଇଯାଇଥିଲା। ରାତି 9ଟାରେ ଘରକୁ ଦୁହେଁ ଫେରିଲା ବେଳେ ମନ ଭିତରେ ଯେ କେତେ କଥା ଆସୁଥିଲା ଆପଣମାନଙ୍କୁ ସେଇ ସବୁ କହୁଛି। ଆମେ ପ୍ରକୃତରେ ମୋର ବଡ଼ ଭଉଣୀ ଘରକୁ ଯାଇଥିଲୁ। ମୋ ବଡ଼ ବାପାଙ୍କ ଝିଅ, ଇଏ ତାର ବୋହୂ ଆଉ ଇଏ ତାର ନାତୁଣୀ। ଏଇଟା ହେଉଛି ଆମ ପରିବାରର ବଂଶାବଳୀ, ଯାହା ଆମେ ସେଇଠି ବିଶଦ ଭାବରେ ଆଲୋଚନା କରିଥିଲୁ। ମୋ ପାଖରେ ଥିବା ଆମ ପରିବାରର ଜଣେ ବୟସ୍କ ହିସାବରେ ଏଇ ଭଉଣୀ ହିଁ ମୋଠୁ କମ୍ ବାଟରେ ଅଛି, ମାନେ ଟିକେ ପାଖରେ ଅଛି, ଯେଉଁଟାକି ଆମର ଭୁବନେଶ୍ୱର ପାଣ୍ଡରା। ଆପଣମାନେ ବେଶୀ ଭଲରେ ଜାଣିପାରିବେ। ମୁଁ ଆଗରୁ କହିଛି, ମୋତେ ଇଏ ବା ପିଲାମାନେ ନେଇଯାଆନ୍ତି ପୁଣି ନେଇ ଆସନ୍ତି। ମୁଁ ବାଟଘାଟ କଥା ବିଶେଷ ଜାଣେ ନାହିଁ। ଦେଖୁନାହାନ୍ତି ତାଙ୍କର କେମିତି ଜୋରଦାର ଆଲୋଚନା ଚାଲିଛି। ମୁଁ ପ୍ରକୃତରେ 20 ବର୍ଷ ତଳେ ଏଇଠିକି ଯାଇଥିଲି ଦେଇ ଘରକୁ। ଆପଣମାନଙ୍କୁ ବି ବହୁତ ଥର ମୁଁ କହିଛି, ମଝିରେ ମୋ ଜୀବନରେ ଗୋଟେ ଏମିତି ଜଞ୍ଜାଳ ଆସିଲା, ପ୍ରାୟ ପ୍ରତ୍ୟେକଙ୍କ ଜୀବନରେ ବି ଆସେ। ମୁଁ ମୋର ସବୁ ନିଜ ଲୋକଙ୍କଠୁ ଦୂରେଇକିରି କେବଳ ମୋ ପରିବାରଟି ଗଢ଼ିବାରେ ଲାଗିଥିଲି। ଆଉ ଏବେ ପୁଣି ସମସ୍ତଙ୍କ ସାଙ୍ଗରେ ଯୋଡ଼ି ହେଇଯାଉଛି, ଯେଉଁଟା ମୋତେ ବହୁତ ଖୁସି ଲାଗୁଛି। ଆମେ ତ ଦେଇ ଘରକୁ ଯାଇଥିଲୁ, ପୁଣି ଦେଇ ସାଙ୍ଗେ ଆମେ କୁଆଡ଼େ ଗଲୁ ସେ କଥାଟା ବି ଆପଣ ଟିକେ ଭଲରେ ଶୁଣନ୍ତୁ। ଏଠି ଗୋଟେ ଦୋକାନରୁ ଦେଇ କିଛି କିଣାକିଣି କଲାବେଳେ ମୋତେ କହିଲା, ଆଲୋ ମା, ଏଇଠି ପରା ମନ୍ଦିରଟା ସର୍ବମଙ୍ଗଳାଙ୍କର ଆଉ ସର୍ବେଶ୍ୱର ମହାଦେବଙ୍କର, ଦୁହେଁ ଯାକ ଆସିଛ, ଚାଲ ପ୍ରଣାମ କରି ଆସିବ। ବଡ଼ ଭଉଣୀ ମା ସମାନ, ତା କଥା କ'ଣ ଆମେ କାଟିବୁ? ଆମେ କିନ୍ତୁ ଘରୁ ମନ୍ଦିର ଯିବା ଉଦ୍ଦେଶ୍ୟରେ ବାହାରି ନଥିଲୁ। ଆମେ ଆଉ ଗୋଟେ ଉଦ୍ଦେଶ୍ୟରେ ବାହାରିଥିଲୁ। ତାକୁ ବି ଗୋଟେ ମନ୍ଦିର ହିଁ କୁହାଯାଇପାରିବ। ତେବେ ଯାହା ହଉ, ଶିବଙ୍କର କୃପା ଥିଲା ବୋଧେ, ଆଉ ମା ମଙ୍ଗଳାଙ୍କର ଆଶୀର୍ବାଦ ବି ଥିଲା, ସ୍ନେହବୋଳା ଆଶୀର୍ବାଦ ମା'ର। ସେଇଥିପାଇଁ ଆମେ ପୁଣି ଏଇ ମନ୍ଦିରଟିକୁ ଗଲୁ। ଏଇ ମନ୍ଦିରଟିକୁ 2006 ମସିହାରେ ଏଠି ସବୁ ଯେଉଁମାନେ ପ୍ରଥମ ଆସି ରହିଥିଲେ ସେଇମାନେ ହିଁ ଗଢ଼ିଥିଲେ। ଆଉ ମୋ ବଡ଼ ଭଉଣୀ ତ CDPO ଥିଲା। CDPO କାମ ହେଉଛି ଲୋକମାନଙ୍କ ସାଙ୍ଗରେ ମିଶିବା। ସେ ବହୁତ ଅବଦାନ ରଖିଥିଲା ଏ ମନ୍ଦିର ପ୍ରତି। ବହୁତ ଯିବା ଆସିବା କରି ସେମାନେ ସବୁ କରିଥିଲେ। ଆଉ ସେତେବେଳେ ତ ଏ ଜାଗାଟା ଏତେ ଖାଁ ଖାଁ ଥିଲା, ମୁଁ ବି ଦେଇକି କହିଥିଲି, ତୁ ଏ ଗହୀର ଭିତରେ କାହିଁକି ଜାଗା କିଣିକି ଘର କଲୁ କହିଲୁ? ଆଜି ଦେଖିଲା ବେଳକୁ ସେଠି ଏତେ ଘର ଯେ ସୋରିଷ ବୁଣିବାକୁ ଜାଗା ନାହିଁ। ଯାହା ବି ହଉ, ମନ୍ଦିରରେ ବି ଭାଇନା ଉପସ୍ଥିତ ଥିଲେ। ବେଢ଼ା ପରିକ୍ରମା କରି ପ୍ରଣାମ କରି ଆଉ ପାଦୁକ ପାଇ ପୁଣି ଟିପା ଚନ୍ଦନ ଲଗେଇକି ଆମେ ସେଠୁ ବାହାରିଲୁ। ଭାରି ଖୁସି ଲାଗୁଥିଲା ମନ୍ଦିରରୁ ବାହାରି ଆସିଲା ବେଳେ। ସେଇଠୁ ପୁଣି ଆସି ମୁଁ ଯେଉଁ କହିଲି, ଆମେ ଆଉ ଗୋଟେ ମନ୍ଦିରରେ ପହଞ୍ଚିଗଲୁ। ଏଇଠି ଦେଖନ୍ତୁ, ଆମେ ଫେରିଲା ବେଳକୁ ଏ କୁନି ପୁଅଟି ଆମକୁ ବିଦା ଦେଉଥିଲା, ଆଉ ନୀଲୁ ଭାଇ ତାଙ୍କ କାର୍ଡ ଦେଉଥିଲେ। ଏଇଟା ମୁଁ ଦେଖେଇଲି ଏଇଥିପାଇଁ ଯେ ବିଭିନ୍ନ ବ୍ୟକ୍ତି ଆଉ ବିଭିନ୍ନ ଅନୁଷ୍ଠାନର ବଦାନ୍ୟତାରେ ହିଁ ଏଇ ଅନୁଷ୍ଠାନଟି ଚାଲିଛି। ଏଇ ଯେଉଁ ଦେଖିଲେ ଗୋପବନ୍ଧୁ ଆଦର୍ଶ ବୃଦ୍ଧାଶ୍ରମ, ସେଇଠୁ ପ୍ରକୃତରେ ବାହାରିବା ବେଳର ଏଇଟା ହେଉଛି ଦୃଶ୍ୟ। ମୋର ଭଉଣୀର ଅବସ୍ଥା ଦେଖନ୍ତୁ। ତାର ମନୋବଳ ହିଁ ମୋତେ ତା ସହିତ ସେଠି ନେବା ପାଇଁ ସୁଯୋଗ ଦେଇଥିଲା। ସେଠି ଆମେ ପହଞ୍ଚିଥିଲୁ। ସେଠି ଯାହା ଦେଖିଲୁ ଆପଣମାନେ ତ ଦେଖୁଛନ୍ତି। ଆଜି ଏଠି ପହଞ୍ଚି ମୁଁ ନିଜକୁ ସବୁଠୁ ବେଶୀ ଖୁସି ଅନୁଭବ କରିଥିଲି। ଏଇଥିପାଇଁ ଯେ ଠିକ୍ 2 ବର୍ଷ ତଳେ ଅଗଷ୍ଟ ମାସରେ ମୁଁ ଏଇ ଜୀବନ ସରାଗରେ ନିୟମିତ ଭାବରେ ଭିଡ଼ିଓ ପକାଇବା ଆରମ୍ଭ କରିଥିଲି। ଆଉ ଠିକ୍ 2 ବର୍ଷ ବେଳକୁ ଆପଣମାନେ ମୋର କେଡ଼େ ବଡ଼ ପରିବାରଟେ ହେଇଗଲେଣି, ଯେଉଁମାନେ କି ଆପଣମାନେ ମୋର ଜୀବନର ଚଳଣି, ଦୁଃଖ ସୁଖ, ଭଲ ମନ୍ଦ ଦେଖିବା ପାଇଁ ଅପେକ୍ଷା କରି ରହୁଛନ୍ତି। ଏ ଜନ୍ମଦିନରେ କ'ଣ କରିବି ଏଇଆ ଭାବୁଥିଲି। ଛୋଟ ପିଲାମାନଙ୍କୁ ନେଇ ମୁଁ ସେଠି ପହଞ୍ଚି ପାରିବିନି। ଏଇ କଥା ମୁଁ ଦେଇକି ପଚାରିଲି। ମୁଁ କହିଲି, ସବୁ ଅସ୍ତିଙ୍କର ଜନ୍ମଦିନ ପାଳନ ହେଉଛି, ତାହେଲେ ଜୀବନ ସରାଗର ବି ତ ଜନ୍ମଦିନ ପାଳନ ହେବା ଉଚିତ ନା? ଦେଇ ମୋତେ ଏଇ ବୃଦ୍ଧାଶ୍ରମ କଥା କହିଥିଲା। ଆଉ କହିଥିଲା, ସେ ନୀଲୁ ଭାଇ ଜଣେ ଅତ୍ୟନ୍ତ ଉଦ୍ୟମୀ ଆଉ ପରୋପକାରୀ ଯୁବକ। ସେ ନିଜ ପ୍ରଚେଷ୍ଟାରେ ହିଁ ଏଇ ବୃଦ୍ଧାଶ୍ରମଟି ଆରମ୍ଭ କରିଥିଲେ। ଆଉ ଏବେ ଧୀରେ ଧୀରେ ସେଠି ଛୋଟ ପିଲାଙ୍କୁ ବି ସେ ରଖୁଛନ୍ତି। କାହିଁକି ନା ଯାହାର ମନ ଭିତରେ କରୁଣା ଅଛି, ସେ କେମିତି ବାଛ ବିଚାର କରିବ? ଖାଲି ବୁଢ଼ାବୁଢ଼ୀଙ୍କୁ ଦେଖିଲେ ତାଙ୍କ ମନରେ ଦୟା ଆସିବ, ଆଉ ଛୋଟ ପିଲାଙ୍କୁ ଦେଖିଲେ କ'ଣ ତାଙ୍କ ମନରେ ଦୟା ଆସିବନି? ଯିଏ ଅସହାୟ, ଯାହାର କିଛି ଗୋଟେ ଆବଶ୍ୟକତା ଅଛି, ତାକୁ ହାବୁଡ଼ି ପଡ଼ିଲା ମାନେ ସେ ଏଠିକି ନେଇ ଆସୁଛନ୍ତି। ତେଣୁ ଏବେ ବୃଦ୍ଧାଙ୍କ ସାଙ୍ଗରେ ଏଇ ଛୋଟ ପିଲାଙ୍କ ସଂଖ୍ୟା ବି ବଢ଼ି ଚାଲିଛି। ମନେ ମନେ ଭାବୁଥିଲି,
ଜଣେ ବ୍ୟକ୍ତି ବି ନିଜ ଉଦ୍ୟମରେ କ'ଣ କରି ନପାରେ। ସତରେ ଏଭଳିଆ ବ୍ୟକ୍ତିଙ୍କ ପାଖକୁ ଦେଇ ନେଇଯାଇଥିବାରୁ ମୋତେ ବହୁତ ଖୁସି ଲାଗୁଥିଲା। ଆଉ ସେ ଛୁଆମାନେ ବହୁତ ଖୁସି ଥିଲେ। ସେଇଥିପାଇଁ ଅନୁଭବ କରୁଥିଲି ଯେ ଅନୁଷ୍ଠାନଟି ବଡ଼ ଶୃଙ୍ଖଳିତ ଆଉ ଆନ୍ତରିକତାରେ ହିଁ ଗଢ଼ି ଚାଲିଛି। ତାଙ୍କମାନଙ୍କ ସାଙ୍ଗେ ମୁଁ ବସି କଥାବାର୍ତ୍ତା ହେଲି। ଆଉ ଇଏ ତ ବହୁତ ଖୁସି ହେଲେ। ସେ ବୟସ୍କ ଲୋକମାନଙ୍କ ସହିତ ସେ ବହୁତ ଅନ୍ତରଙ୍ଗ ଆଳାପ କଲେ। ଏଠି ଅନେକ ଜଣ ବୟସ୍କ ଲୋକ ଥିଲେ। କିଛି ସନ୍ଧ୍ୟା ହେଇଯାଇଥିବାରୁ ଇଭିନିଂ ୱାକ୍ କରିବାକୁ ଯାଇଥିଲା ବେଳେ ଆଉ 3-4 ଜଣ ଅସୁସ୍ଥତା ଯୋଗୁଁ ଡାକ୍ତରଖାନା ଯାଇଥିଲେ। ସେଇଥିପାଇଁ ନୀଲୁବାବୁ ବହୁତ ତରତର ହେଉଥିଲେ। ଆଉ ଆମେ ବି ବହୁତ ସମୟ କେମିତି ଦେବୁ, ପୁଣି ଘରକୁ ଫେରିବୁ ନା। ଗଲାବେଳେ ଆମେ ଓଲା କରି ଦେଇ ଘରକୁ ଚାଲି ଯାଇଥିଲୁ। ଆଉ ଅଟୋରେ ଫେରି ଆସିଲୁ। ଆପଣମାନେ ଦେଖିଲେ। ଦେଖନ୍ତୁ, ସେ ଆଶ୍ରମରେ ଗୋଟିଏ ଗାଈ ଆଉ ବାଛୁରୀ ବି ଅଛି। ଆଉ ଖୁବ୍ କମ୍ ଗଛପତ୍ର ଅଛି। ତାଙ୍କ ଟଏଲେଟ୍ରୁ ଆରମ୍ଭ କରି ତାଙ୍କର ଖାଇବା ଘର ଆଦି ମୁଁ ଦେଖେଇବାର କାରଣ କ'ଣ କହିଲେ? ତାଙ୍କର ପରିଷ୍କାର ପରିଚ୍ଛନ୍ନତା। ସବୁକିଛି ଗୋଟିଏ ଛାତ ତଳେ ରହିବା, ଖାଇବା ଆଉ ନିତ୍ୟକର୍ମ କରିବା। କିନ୍ତୁ ସବୁ ଜାଗା ଦେଖିଲେ କେତେ ପରିଷ୍କାର ପରିଚ୍ଛନ୍ନ ଅଛି। ସେଇଟା ହିଁ ମୋତେ ଭଲ ଲାଗିଲା। ଏଇ ଜଣେ ମା, ସେ ଚାହିଁଲେ ନାହିଁ ତାଙ୍କ ବିଷୟରେ ମୁଁ କିଛି କହେ। ମନଟା ପୁଣି ଥରେ ଦୁଃଖରେ ଦ୍ରବୀଭୂତ ହେଇଗଲା। କିଏ କୋଉ ପରିସ୍ଥିତିରେ ପଡ଼ି ଏଠିକି ଆସିଛନ୍ତି। ଯେତେ ହେଲେ ମା ବାପା ସେମାନେ। ସମସ୍ତେ ନିଜ ପରିବାରର କଥାକୁ ସମସ୍ତଙ୍କ ଆଗରେ ବଖାଣିବାକୁ କ'ଣ ଭଲ ପାଇବେ? କେହି ଉତ୍ଫୁଲ୍ଲିତ ହେଇ ଗପୁଥିଲା ବେଳେ କେହି ନିଜ କଥା କହିବାକୁ ବହୁତ ସଂକୋଚ କରୁଥିଲେ। କିନ୍ତୁ ମୋତେ ଲାଗିଲା ସବୁଠୁ ବୟସ୍କ ଏଇ 2 ଜଣ ହିଁ ସବୁଠୁ ଖୁସିରେ ଥିଲେ। ତାଙ୍କ ଖୁସିର ରାଜ ମୁଁ ଭାବୁଛି ତାଙ୍କ ଦୁହିଁଙ୍କର ବନ୍ଧୁତ୍ୱ। ନୀଲୁବାବୁଙ୍କୁ ପଚାରି ବୁଝିଲି। ସତରେ ସେମାନେ ଏକାଠି ଖାଆନ୍ତି, ଏକାଠି ବସନ୍ତି, ଆଉ ବହୁତ ଦୁଃଖ ସୁଖ ହଅନ୍ତି। ଏମିତିକି ନିଜର ଛୋଟ ଛୋଟ କର୍ମରେ ବି ପରସ୍ପରକୁ ସାହାଯ୍ୟ କରନ୍ତି। ଏଇ ଯେମିତି ଧୋତିର କୁଞ୍ଚଟା ମାରିଦେବା କି କଛା ପାଇଁ ବୁଲି ପଡ଼ିକି ମାରିବାକୁ ଅସୁବିଧା ହେଉଥିଲା ବେଳେ ତାକୁ ସଜାଡ଼ି ଦେବା। ଖୁବ୍ ଘନିଷ୍ଠ ହୋଇ ଚଳନ୍ତି। ଆଉ ଅନ୍ୟ ଅନ୍ତବାସୀ ବି ସେମାନଙ୍କ ଭିତରେ ଆଦର ଯତ୍ନରେ ହିଁ ଚଳୁଥିଲେ। ମୁଁ ସବୁବେଳେ କହିଛି, ମୋର ସବୁ କର୍ମ ମୁଁ ଆପଣମାନଙ୍କୁ ଦେଖାଏ ନାହିଁ। କିନ୍ତୁ ଏଇଠି ଯେହେତୁ ମୋ ବଡ଼ ଭଉଣୀର ସହଭାଗିତା ଥିଲା, ଆଉ ସିଏ କିଛି ନୂଆ ଲୁଗା ନେଇଥିଲା ସେ ଅନ୍ତେବାସୀଙ୍କ ପାଇଁ, ତେଣୁ ମୁଁ ଏଠି ଭିଡ଼ିଓଟା ସେୟାର କରି ଆପଣମାନଙ୍କୁ ଦେଖେଇଲି ଯେ ମୋ ବଡ଼ ଭଉଣୀ ତରଫରୁ ସମସ୍ତଙ୍କୁ କିଛି ନୂତନ ବସ୍ତ୍ର ପ୍ରଦାନ କରାଗଲା। ମୋର ବିଶେଷ ଅବଦାନ ରହିପାରିବ ନାହିଁ ବୋଲି ମୁଁ ତାକୁ ଜଣେଇଥିଲି। ସେ କହିଲା, ତୁ ଚିନ୍ତା କରନି, ତୁ ଆସେ। ମୋତେ ଲାଗିଲା ଏତେ ଛୋଟ ଗୋଟେ ଅବଦାନ ଧରିକି ମୁଁ ଗୋଟେ ଆଶ୍ରମକୁ କାହିଁକି ଯିବି। ମୋତେ ଦେଇ କହିଲା, ତୁ ଆସେ, ମୁଁ ତୋ ସହିତ ସହଯୋଗିତା କରିବି। ତେଣୁ ଜୀବନ ସରାଗ ଆଉ ବ୍ୟକ୍ତିଗତ ଭାବରେ ମୋ ବଡ଼ ଭଉଣୀର ଅବଦାନରୁ କିଛି ଆମେ ଏକଠି କରି ସେହି ଅନୁଷ୍ଠାନଟିକୁ ଯାଇଥିଲୁ। ମୋର ଉଦ୍ଦେଶ୍ୟ ଥିଲା ଯେ ଜୀବନ ସରାଗରେ ଜନ୍ମଦିନରେ ମୁଁ ଏଇଭଳି କିଛି କରିବି। କିନ୍ତୁ ଏତେ ବି କହିବା ପାଇଁ ମୋତେ ଭଲ ଲାଗୁନି, କାହିଁକିନା ଏଇଟା ସେତୁବନ୍ଧରେ ଗୁଣ୍ଡୁଚି ବାଲି ଝାଡ଼ିବା ଭଳିଆ ଗୋଟେ ପ୍ରୟାସ। ତଥାପି ମୁଁ ଏ ପ୍ରୟାସ ଜାରି ରଖିବି। ଇଏ ହେଉଛନ୍ତି ନୀଲୁ ଭାଇ। ଏଇଠିକାର କେମିତି ଆରମ୍ଭ ହେଲା, କେମିତି କ'ଣ ମୁଁ ତାଙ୍କ ସାଙ୍ଗେ ଆଲୋଚନା କରୁଥିଲି। ପ୍ରକୃତରେ ଏସବୁ କାମ ଜଣେ ଦୟାର୍ଦ୍ର ବା କରୁଣା ଥିବା ବ୍ୟକ୍ତି ହିଁ କରିପାରେ। ସେ ବି ବ୍ୟସ୍ତ ହେଉଥିଲେ। ଯେଉଁମାନେ ଡାକ୍ତରଖାନାକୁ ଯାଇଛନ୍ତି ସେମାନଙ୍କ ସମ୍ପର୍କରେ ବୁଝାବୁଝି କରିବେ। ଆମେ ବି ଘରକୁ ଫେରିବୁ। ଆଉ ଦେଇର ବୟସ ଆପଣମାନେ ଦେଖୁଥିବେ, ସେ କେମିତି ଚାଲୁଛି। ତାକୁ ଚାଲିବାରେ ଟିକେ କଷ୍ଟ ହେଉଛି, ତଥାପି ତାର ମନୋବଳକୁ ବି ଆପଣମାନେ ଦେଖୁଥିବେ। ମୁଁ ନୀଲୁବାବୁଙ୍କୁ ବହୁତ ଧନ୍ୟବାଦ ଦେଲି। ଆଉ କହିଲି, କଥା ଦେଇ ଆସିଲି ଯେ ମୁଁ ଆସନ୍ତା ଅଗଷ୍ଟ ମାସରେ ମୋ ପିଲାମାନଙ୍କୁ ସମସ୍ତଙ୍କୁ ଧରିକି ଆସିବି। ମୁଁ ଜାଣିନଥିଲି କେମିତି କ'ଣ ପରିବେଶ, କେତେ ବାଟ। ସେଇଥିପାଇଁ ଆମେ ଦୁହେଁ, ଇଏ ଆଉ ମୁଁ ହିଁ ଯାଇଥିଲୁ। ଏମିତିକି ମୁଁ ପିଲାମାନଙ୍କୁ ବି ନେଇନଥିଲି, କାହିଁକିନା ଆମେ ଘରୁ ଦିନ 4ଟାରୁ ବାହାରି ଗଲୁ। ସେଠି ଯାଇ ସବୁ କାମ ସାରି ପୁଣି ଭଉଣୀ ଘରେ ଖାଇଲୁ। ଯେହେତୁ ବଡ଼ ଭଉଣୀ, ସେ ଆଉ କ'ଣ ଖାଇବାକୁ ନ ଦେଇ ମୋତେ ଛାଡ଼ିବ। ମୁଁ ଏତେ ବର୍ଷ ପରେ ଯାଇଥିବାରୁ ମୋର ବି ଭଲ ଲାଭ ହେଲା। ସେ ମୋତେ 2 ଖଣ୍ଡ ଶାଢ଼ୀ ବି ଦେଇଛି, ଆଉ ଚୁଡ଼ି ଆଉ ଟିପା ବି ଦେଇଛି। ତେଣୁ ସବୁ ଦିଗରୁ ମୋ ମନଟା ବହୁତ ଖୁସି ହେଲା। ଆଉ ମନେ ମନେ ଭାବୁଥିଲି, ଦେଖନ୍ତୁ ଏତେ ବୟସରେ ବି ତା ମନରେ କେତେ ଆଗ୍ରହ ଅଛି। ଭଲରେ ଚାଲି ନ ପାରିଲେ କ'ଣ ହେବ,
ସେଇଥିରେ ବି ସେ କେମିତି ସବୁଆଡ଼େ ଯିବା ପାଇଁ ମନରେ ସାହସ ରଖିଛି। ଏଇଟା ହେଲା ତା ଘର ପାଣ୍ଡରାରେ। ତାର ଏଇ ଘରଟିରେ ତାର ବଡ଼ ପୁଅ ବୋହୂ ସହିତ ସେ ରହେ। ଇଏ ତା ନାତୁଣୀ ବୁଲିବାକୁ ଆସିଥିଲେ। ଆମର 2ଟା କାମ ହେଲା। ବହୁତ ସୁନ୍ଦର ଗୋଟେ ବନ୍ଧୁ ମିଳନ ହେଲା। ବୋହୂ ହାତ ରନ୍ଧା ଖାଇଲୁ। ଏଇ ବଡ଼ ଭଉଣୀର ନାଁ ହେଉଛି ଅନିମା ପଟ୍ଟନାୟକ। ସେ CDPO କାମ କରୁଥିଲା। ଆପଣମାନେ ବହୁତ ଜାଣିଥିବେ। ସେ ବହୁତ ମେଳାପି ଆଉ ଲୋକପ୍ରିୟ ବି ଥିଲା। ଆଉ ଏବେ ବୟସାଧିକ୍ୟ ଯୋଗୁଁ ସେ ଟିକେ ଚାଲିବାରେ କଷ୍ଟ ଅନୁଭବ କରୁଛି। କିନ୍ତୁ ତା ସତ୍ତ୍ୱେ ବି ସେ ନିଜକୁ ଘରେ ବାନ୍ଧି ରଖିନି। କେତେବେଳେ ମନ୍ଦିରରେ ମିଟିଂ ହେଉଛି ସେଠିକି ଚାଲି ଯାଉଛି ତ କେତେବେଳେ ନୀଲୁ ବାବୁଙ୍କ ବୃଦ୍ଧାଶ୍ରମକୁ ଯାଉଛି। ତେଣୁ ସେ ମୋତେ ଏଇ ଆଶ୍ୱାସନା ଦେଇ ଡକେଇଲା। ଆଉ ତାରି ସହିତ ହିଁ ମୁଁ ଯାଇକି ମୋର ଗୋଟେ ମନ ଭିତରେ ଥିବା ଇଚ୍ଛାକୁ ପୂରଣ କରିପାରିଥିବାରୁ ମୁଁ ବହୁତ ଖୁସି ହେଇଥିଲି। ଆରେ ଏଇଟା ପୁରା ଆମେ ଯିବା ବେଳର ଭିଡ଼ିଓଟା। ଏଇଠି ଫେରିଲା ବେଳକୁ କହିଲି ଦେଇ ଆଇଲୁ, ତୋ ସାଙ୍ଗେ ଗୋଟେ ଫଟୋ ଉଠେଇବି। ତୁ ନଥିଲେ କ'ଣ ମୁଁ ଆଜି ଏ କାମଟା କରିପାରିଥାନ୍ତି। ତାପରେ ବୋହୂକୁ ବି ଡାକିଲି। ସାଙ୍ଗ ହୋଇ ଫଟୋ ଉଠେଇ ଘରକୁ ଫେରି